ସବୁବେଳେ ଆମେ ସଜନା ଛୁଇଁର ବେସର ବନେଇଥାନ୍ତି, କିନ୍ତୁ ଆଜି ଆମେ ଛୁଇଁ, ଆଳୁ, ବଡ଼ି, ବାଇଗଣକୁ ନେଇ ଗୋଟେ ନୂଆ ପ୍ରକାର ତରକାରୀ ବନେଇବା, ଯାହାକି ଖାଇବାକୁ ବହୁତ ସୁଆଦିଆ ଲାଗିଥାଏ। ଭିଡିଓଟିକୁ ପୁରା ଦେଖିବାକୁ ଅନୁରୋଧ ରହିଲା। ଯଦି ଏଇ ରେସିପି ଆପଣମାନଙ୍କୁ ପସନ୍ଦ ଆସିବ ତେବେ ପ୍ଲିଜ ଗୋଟେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ସାଙ୍ଗମାନଙ୍କୁ ନିଶ୍ଚୟ ଗୋଟେ ସେୟାର କରିବେ। ନମସ୍କାର, ସମର୍ପଣ କିଚେନ ଆଣ୍ଡ ବ୍ଲଗ୍ସରେ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ସଜନା ଛୁଇଁ ତରକାରୀ ବନେଇବା ପାଇଁ ଆମକୁ ଏହିସବୁ ସାମଗ୍ରୀ ଦରକାର। ମୁଁ ଏଇଠି 5ଟା ସଜନା ଛୁଇଁକୁ ଚୋପା ଛଡ଼େଇ କାଟି ପରିଷ୍କାର ଭାବରେ ଧୋଇ ନେଇଛି। ଗୋଟେ ମିଡ଼ିୟମ୍ ସାଇଜ୍ର ବାଇଗଣକୁ ଏମିତି ଲମ୍ବା ଲମ୍ବା କରି କାଟି ରଖିଛି। 2ଟା ଆଳୁକୁ ଚୋପା ଛଡ଼େଇ ଏମିତି ପତଳା ପତଳା କରି କାଟି ନେଇଛି। 8-10ଟି ବଡ଼ି ନେଇଛି। ତରକାରୀରେ ମସଲା ବନେଇବା ପାଇଁ ମୁଁ ଏଠି 7-8 କୋଲା ନେଇଛି ରସୁଣ, 1/2 ଇଞ୍ଚରୁ ବି କମ୍ ଅଦା, ଗୋଟେ କଞ୍ଚା ଲଙ୍କା। ଯଦି ଆପଣ ଅଧିକ ରାଗ ଖାଉଥିବେ ତ ଲଙ୍କାର ମାତ୍ରାକୁ ଏଠି ବଢ଼େଇ ପାରିବେ। କଞ୍ଚା ଲଙ୍କାର ବାସ୍ନା ଏହି ତରକାରୀରେ ବହୁତ ଭଲ ଆସିଥାଏ। 1/2 ଚାମଚ ଗୋଟା ଧନିଆ, 1/2 ଚାମଚ ଜିରା, 10-12ଟି ଚିନାବାଦାମର ମଞ୍ଜି। এই ଅଦା, ରସୁଣ, ଜିରା, ଧନିଆ, ଚିନାବାଦାମ, କଞ୍ଚା ଲଙ୍କାକୁ ଦେଇ ଆମେ ଗୋଟେ ଫାଇନ୍ ପେଷ୍ଟ ବନେଇ ନେବା। ଗୋଟେ ବଡ଼ ସାଇଜ୍ର ପିଆଜକୁ ଏମିତି ଛୋଟ ଛୋଟ କରି କାଟି ନେଇଛି। ଗୋଟେ ବଡ଼ ସାଇଜ୍ର ଟମାଟୋକୁ ଏମିତି କାଟି ରଖିଛି। ଏବେ ଚାଲନ୍ତୁ ଆମେ ନେକ୍ସଟ ପ୍ରୋସେସକୁ ଯିବା। ଗ୍ୟାସ୍ ଉପରେ ଗୋଟେ କଡ଼େଇ ବସେଇ ମୁଁ ଏଠି 2 ଚାମଚ ସୋରିଷ ତେଲ ଦେଇ ଦେଉଛି। ଏହି ତରକାରୀକୁ ସୋରିଷ ତେଲରେ ବନେଇଲେ ଖାଇବାକୁ ବହୁତ ଭଲ ଲାଗିଥାଏ। ତେଲ ଟିକେ ତାତି ଯିବା ପରେ ସେଥିରେ ଆମେ ପ୍ରଥମେ ବଡ଼ିକୁ ଦେଇ ଭାଜି ନେବା। ବଡ଼ି ଏଠି ଭାଜି ହେଇଗଲାଣି। ଏବେ ଆମେ ଆକୁ ଗୋଟେ ଜାଗାକୁ ବାହାର କରିନେବା। କଡ଼େଇରେ କିଛି ତେଲ ବଳି ପଡ଼ିଛି। ଆମେ ସେଥିରେ ପ୍ରଥମେ ଆଳୁକୁ ଦେଇ ଭାଜି ନେବା। ଆଳୁ ସିଝିବାକୁ ଅଧିକ ସମୟ ଲାଗିଥାଏ, ତ ସେଇଥିପାଇଁ ମୁଁ ପ୍ରଥମେ ଆଳୁକୁ ଦେଇଦେଲି। ଆଳୁକୁ ଦେଇ ସାରିବା ପରେ ଗ୍ୟାସର ଫ୍ଲେମ୍କୁ ଲୋରେ ରଖି ମୁଁ ଆକୁ କଭର କରିଦେଉଛି। ଆଳୁକୁ ଆମେ ଏମିତି ଘୋଡ଼େଇ ଘୋଡ଼େଇ ଭାଜିବା। ଏବେ ଆମେ କଭର କାଢ଼ି ଚେକ୍ କରିବା। ଆଳୁ ଏଠି 50% ପାଖାପାଖି ସିଝିଗଲାଣି, ତାର କଲର ବି ଚେଞ୍ଜ ହେଇଗଲାଣି। ଏବେ ଗ୍ୟାସର ଫ୍ଲେମ୍କୁ ହାଇ କରି କାଟି ରଖିଥିବା ସଜନା ଛୁଇଁକୁ ଦେଇ ଦେଉଛି। ତା ସାଙ୍ଗରେ ବାଇଗଣକୁ ଦେଇ ଦେଉଛି। ସବୁକୁ ଦେଇ ଆମେ ଟିକେ ଭାଜିବା। ଆପଣମାନେ ସବୁବେଳେ ଛୁଇଁ ବାଇଗଣକୁ ସିଝେଇକି ତରକାରୀ କରିଥାନ୍ତି, ଗୋଟେ ଥର ଏମିତି ଭାଜିକି କରନ୍ତୁ, ଦେଖିବେ ତାର ଟେଷ୍ଟ ବହୁତ ଭଲ ଆସିବ। ହାଇ ଫ୍ଲେମ୍ରେ ଟିକେ ଏମିତି ଭାଜିବା ପରେ ଏବେ ଗ୍ୟାସର ଫ୍ଲେମ୍କୁ ମୁଁ ଲୋ କରିଦେଉଛି। 1/2 ଚାମଚ ହଳଦୀ ଗୁଣ୍ଡ ଦେଇ ଦେଉଛି। ପରିବା ଅନୁସାରେ ଲୁଣ ଦେଇ ଦେଉଛି। ଆମେ ଟିକେ ସମୟ ପାଇଁ ଆକୁ ଏମିତି ଭାଜି ନେବା। ଗ୍ୟାସର ଫ୍ଲେମ୍କୁ ମିଡିୟମରେ ରଖି ଆମେ ଏଇ ଛୁଇଁ ବାଇଗଣକୁ ଆଳୁ ସାଙ୍ଗରେ ଭଲ ଭାବରେ ଭାଜି ନେବା। ଇଏ ଭାଜି ହେଲା ଭିତରେ ଆମେ ଚାଲନ୍ତୁ ଏବେ ମସଲା ବନେଇ ନେବା। ଏଇଠି ବ୍ଲେଣ୍ଡିଂ ଜାର୍ରେ ମୁଁ ଦେଇ ଦେଇଛି ରସୁଣ, ଅଦା, କଞ୍ଚା ଲଙ୍କା, ଜିରା, ଧନିଆ, ଚିନାବାଦାମର ମଞ୍ଜିକୁ ଦେଇଛି। ସେଥିରେ ଅଳ୍ପ ଟିକେ ପାଣି ଦେଇ ଆମେ ଆର ଗୋଟେ ଫାଇନ୍ ପେଷ୍ଟ ବନେଇ ନେବା। ଏଇଠି ଆମର ଏବେ ମସଲା ବନିକି ରେଡି ହେଇଗଲା। ଆମେ ଚାଲନ୍ତୁ ଦେଖିବା ଛୁଇଁ ବାଇଗଣ ଆଳୁ ଭାଜି ହେଲାଣି କି ନାହିଁ। ଯଦି ଆପଣମାନଙ୍କ ପାଖରେ ଚିନାବାଦାମ ନଥିବ ତାହେଲେ ତା ପରିବର୍ତ୍ତେ ଆପଣ କିଛି ନଡ଼ିଆର କୋରା ମଧ୍ୟ ନେଇପାରିବେ। କିନ୍ତୁ ଥରେ ଦେଇକି ଦେଖନ୍ତୁ ଛୁଇଁ ତରକାରୀ କେତେ ଟେଷ୍ଟ ଲାଗୁଛି। ଦେଖିପାରୁଥିବେ ଏଇଠି ଆଳୁ, ବାଇଗଣ, ଛୁଇଁ ସବୁ ଭାଜି ହେଇଗଲାଣି। ଏଇଠି ଏବେ ଆମେ ଅଳ୍ପ ଟିକେ ପାଣି ଦେଇଦେବା। ପାଣି ଦେଇ ସାରି এই ପରିବାକୁ ଏମିତି ଭଲ ଭାବରେ ଟିକେ ମିକ୍ସ କରି ନେବା। ଏବେ କଭର କରିଦେବା। ଗ୍ୟାସର ଫ୍ଲେମ୍କୁ ମିଡିୟମରେ ରଖି এই ପରିବା ଗୁଡ଼ିକୁ ଆମେ ପାଖାପାଖି 80% ସିଝିବାକୁ ଛାଡ଼ିଦେବା। ଏଇଠି ପାଖାପାଖି 3ରୁ 4 ମିନିଟ୍ ହେଇଗଲାଣି। ଏବେ ଆମେ କଭର କାଢ଼ି ଚେକ୍ କରିବା। ଏଠି ଛୁଇଁ, ଆଳୁ, ବାଇଗଣ ଏ ସବୁ 80% ଖଣ୍ଡେ ସିଝିଗଲାଣି। ଏବେ ଆମେ ଆକୁ ଗୋଟେ ଜାଗାକୁ ବାହାର କରିନେବା। ପରିବା ଗୁଡ଼ିକୁ କଡ଼େଇରୁ କାଢ଼ି ସାରିବା ପରେ ଏବେ ସେଇ କଡ଼େଇରେ ମୁଁ 1 ଚାମଚ ତେଲ ଦେଇ ଦେଉଛି। ତେଲ ଟିକେ ତାତି ଯିବା ପରେ ସେଥିରେ 1/2 ଚାମଚ ଜିରା ଦେଇ ଦେଉଛି। କାଟି ରଖିଥିବା ପିଆଜକୁ ଦେଇ ଦେଉଛି। এই ପିଆଜକୁ ଆମେ କଲର ଚେଞ୍ଜ ହେବା ପର୍ଯ୍ୟନ୍ତ ଭାଜି ନେବା। ପିଆଜ ଏଠି ହାଲକା ବ୍ରାଉନ କଲର ଭାଜି ହେଇଗଲାଣି। ୟାଠୁ ବେଶୀ ଆଉ ଆକୁ ଭାଜିବା ଦରକାର ନାହିଁ। ତ ଏଇଠି ଏବେ ଆମେ ବାଟି ରଖିଥିବା ମସଲାକୁ ଦେଇଦେବା। ଜାର୍କୁ ଧୋଇ ଟିକେ ପାଣି ଦେଇଦେବା। ମସଲାକୁ ଦେଇ ସାରିବା ପରେ ଟିକେ ଏମିତି ମିକ୍ସ କରି ନେବା। ଗ୍ୟାସର ଫ୍ଲେମ୍କୁ ଲୋ ଟୁ ମିଡିୟମରେ ରଖି ଆମେ এই ମସଲାକୁ କଷିବା। ଏବେ ମୁଁ ଏଥିରେ 1 ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ ଦେଇଦେଲି, ଯାହାକି ରାଗ ନଥାଏ, ତରକାରୀରେ ଭଲ କଲର ଆସିଥାଏ। 1/2 ଚାମଚ ହଳଦୀ ଗୁଣ୍ଡ ଦେଇଦେଲି। ସ୍ୱାଦ ଅନୁସାରେ ଲୁଣ ଦେଇଦେଲି।
ए सबू को दे सारिबा परे आमे मसला को तेल छाड़िबा पर्यंत भल भाबरे कसी नबा। देखि पारुथिबे मसला एठी भल भाबरे कसी हे गलानी, तेल छाड़िबा स्टार्ट कलानी। तो एई जगह रे आमे काटी रखिथिबा टमाटो को दे दबा। टमाटो को दे सारिबा परे ए मसला को आमे आउ टिके समय पर्यंत कसी नबा, जेमति कि टमाटो मसला संगे रे भल भाबरे मिसी जिवो। टमाटो एठी मसला संगे रे भल भाबरे कसी हे गलानी। एबे मु गैस रो फ्लेम को लो कर दउची। भाजी की रखिथिबा ए जो छुई आलू आ बैगण को दे दउची। ता संगे रे बड़ी को मध्य दे दउची। जेतु परिबा हमर पाखापाखि 80% सिझी जाइछि, सेइथिपई मु बड़ी को देली। जदि परिबा न सिझैथिबे ताहले बड़ी आपण माने लास्ट रे व्यवहार करिवे। ए सबु जिंस को दे सारिबा परे मसला संगे रे टिके भल भाबरे आको आमे मिसई नबा। मिसई सारिबा परे मुथे पानी दे दउची। मु एठी गरम पानी देइछि। गरम पानी देले कुकिंग प्रोसेस स्पीड हवा संगे संगे तरकारी रो झोल खाइबा को बहुत भल लागि थाए। आपण माने जो हिसाब रे ग्रेवी रखिबे सेई परिमाण रे पानी देबे। एबे गैस रो फ्लेम को मु हाई कर दउची। तरकारी को एबे कवर कर दबा, फुटिबा को छाड़ दबा। देखि पारुथिबे तरकारी एठी फुटिबा को आरंभ कलानी। मु आपण माने को कवर करी देखै दउची। एबे हमें पुणी कवर दे दबा। गैस रो फ्लेम को मीडियम रे रखी आको आमे आउ टिके समय सिझिबा को छाड़ दबा। एबे एठी पाखापाखि 2 रु 3 मिनिट हे गलानी। आमे कवर काढी चेक करिबा। देखंतु आलू बहुत भल भाबरे सिझी गलानी। छुई मध्य सिझी गलानी। शेषरे आमे एथिरे अल्प टिके गरम मसला दे दबा। गरम मसला दे सारिबा परे तरकारी को टिके एमती मिक्स करि नबा। एबे मु गैस रा फ्लेम को ऑफ कर दउची। एठी हमर सजना छुई तरकारी बनिकी रेडी हे गला। आपण माने थरे घरे एई प्रोसेस रे निश्चय ट्राई करंतु, देखिबे बहुत पसंद आसीबो। धन्यवाद।